ପିଲାମାନେ ଆଜି ଆମେ ଗୋଟେ ଛୋଟ କାହାଣୀଟେ ଶୁଣିବା। କାହାଣୀ ନାଁ ହେଉଛି ଦ ବେବି ଏଲିଫେଣ୍ଟ ଆଣ୍ଡ ଦ ୱାଇଜ୍ ଆଣ୍ଟ। ତ ଗୋଟେ ଘଞ୍ଚ ଅରଣ୍ୟରେ ଗୋଟେ ଛୋଟ ଆଉ ବେରି ଦୁଷ୍ଟ ହାତୀଟେ ଥିଲା, ଯାହା ନାମ ହେଉଛି ଜମ୍ବୋ। ଜମ୍ବୋ କ'ଣ ଭାରି ଦୁଷ୍ଟି ଥିଲା। ତ ସିଏ ଦିନେ କ'ଣ ହେଇଛି, ଘଞ୍ଚ ଅରଣ୍ୟରେ ବୁଲୁ ବୁଲୁ ଦେଖିଲା କି ଛୋଟ ଛୋଟ ପିମ୍ପୁଡ଼ିମାନେ ଖାଦ୍ୟ ଅନୁସରଣ କରୁଛନ୍ତି। ତ ତାଙ୍କୁ ଖାଦ୍ୟ ଅନୁସରଣ ଦେଖି ସେ ଜମ୍ବୋ ଭାବିଲା କି ଏମାନେ ବହୁତ ଛୋଟ, ଏମାନଙ୍କୁ ମୋ ପାଦ ତଳେ ମୁଁ ଚାପିଦେଲେ ଚାପି ହେଇଯିବେ। ତ ଏହା ଦେଖି ଜାମ୍ବୋ ତାଙ୍କୁ ଥଟ୍ଟା ପରିହାସ କରି କହିଲା କି ତମେ ବହୁତ ଛୋଟ, ହୁହା ତମେ ଭାରି ଛୋଟ। ତ ପିମ୍ପୁଡ଼ିମାନେ ଏହାକୁ ଦେଖିକି କ'ଣ କହିଲେ, ଆମେମାନେ ଛୋଟ ହେଇଥାଇପାରୁ କିନ୍ତୁ ଆମେ କେବେ ହେଲେ ବଡ଼ ବଡ଼ ଲୋକଙ୍କୁ ଶିକ୍ଷା ଦେଇପାରୁ। ଏହା ଦେଖି ହାତୀ ହସିଗଲା, ହା 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 ତମେମାନେ ମୋତେ ଶିକ୍ଷା ଦେବ, ହା ହା। ଏହା କହି ହାତୀ କ'ଣ କଲା, ନିଜର ଶୁଣ୍ଢରୁ କିଛି ଜଳ ଆଣି ସେ ଉଇ ହୁଙ୍କା ବା ପିମ୍ପୁଡ଼ି ହୁଙ୍କା ଉପରକୁ ଫିଙ୍ଗି ତାଙ୍କର ଫୁଙ୍କାଟାକୁ ନଷ୍ଟ କଲା। ଏହା ଦେଖି ପିମ୍ପୁଡ଼ିମାନେ କହିଲେ କି ଦିନେ ନା ଦିନେ ତୁମକୁ ଶାସ୍ତି ଦେବୁ। ଏମିତି କିଛି ଦିନ ପରେ ଜମ୍ବୋ ତାଙ୍କ ପାଖ କଦଳୀ ଗଛକୁ କଦଳୀ ଖାଇବାକୁ ଆସିଥିଲେ। ଏହା ଦେଖି ଟିକୁ ଭାବିଲେ ଏହା ହେଉଛି ଠିକ୍ ସମୟ ଯଦି ଜାମ୍ବୋକୁ ସଠିକ୍ ଶାସ୍ତି ଦେବା ପାଇଁ। ତ ସେମାନେ କ'ଣ କଲେ, ନିଜର ସବୁ ପିମ୍ପୁଡ଼ି ଦଳ ମିଶି ଜାମ୍ବୋ ଉପରେ ଚଢ଼ିଗଲେ ଓ ତାକୁ ଚାରିଆଡ଼େ କାମୁଡ଼ିବାକୁ ଲାଗିଲେ। ତ ଯାହାଦ୍ୱାରା କି ଜାମ୍ବୋ ନିଜକୁ କଷ୍ଟ ଅନୁଭବ କଲା ଆଉ କହିଲା କି ମୋତେ ଛାଡ଼ିଦିଅ। ଏହା କହି ଟିକୁ କହିଲେ, ତୁମେ ଯେଉଁ ତଳେ ଦିନେ ଆମର ଉଇ ହୁଙ୍କା ଭାଙ୍ଗିଥିଲ ସେଠି ଯେଉଁ ତୁମକୁ ଏହା ଶାସ୍ତି, ତେଣୁ ତୁମର ଶାସ୍ତି ପାଇଁ ତୁମେ ହିଁ କ୍ଷମା ପ୍ରାର୍ଥନା କର। ତ ସେଦିନ ଜାମ୍ବୋ ସେମାନଙ୍କୁ କ୍ଷମା ପ୍ରାର୍ଥନା କରିଥିଲା କି ମୋତେ ଛାଡ଼ିଦିଅ ବୋଲି। ତ ସେଇ କ୍ଷମାରେ ପିମ୍ପୁଡ଼ିମାନେ ତାଙ୍କୁ ଛାଡ଼ିଦେଲେ ଓ ସେଦିନ ଠାରୁ ଜାମ୍ବୋ ଟିକୁକୁ ଭଲ ସାଙ୍ଗ ହେଇଲା ଆଉ ସେଦିନଠୁ ଖୁସିରେ ରହିବାକୁ ଲାଗିଲା। ଏହି ଭିଡ଼ିଓରେ ଆମେ କ'ଣ ଶିଖିଲେ, କେବେ ହେଲେ କାହାକୁ ଛୋଟ ମାନିବା ଠିକ୍ ନୁହେଁ, ତାକୁ ପରିହାସ କରିବା ଠିକ୍ ନୁହେଁ।